ମାନେ ମତ ବିରୋଧୀ ଆନ୍ଦୋଳନରେ ବସୁଛନ୍ତି। କୋଉ ଗୋଟେ ଅମଣିଷ ପଶୁ ସେମାନଙ୍କୁ ଧମକ ଚମକ ଦଉଛି। ମତେ ସେମାନଙ୍କ ପାଖରେ ଶୀଘ୍ର ପହଞ୍ଚିବାକୁ ପଡ଼ିବ। ମଦ ଭାଟି କଥା ଖାଇକି ମୁଣ୍ଡରେ ପୁରଉଛନ୍ତି। ଯଦି ଇଚ୍ଛା ପୁରେ ନହେଲା ଆମେ ବାରମ୍ବାର କରିବା, କିନ୍ତୁ ମଦ ଭାଟି ଅଳ୍ପତ ହବ। କୌଣସି ପରିସ୍ଥିତିରେ ବି ମଦ ଭାଟି ହେଇପାରିବନି। ମାନେ ଏଇ ମଦ ଭାଟି ପାଇଁ କେତେ ପରିବାର ଉଚ୍ଛନ୍ନ ହେଲାଣି ତା ହିସାବ ରଖିଛନ୍ତି। କେତେ ଯୁବପିଢ଼ି ବାଟ ପଡ଼ା ହେଲାଣି ସେ କଥା କେବେ ବୁଝିଛନ୍ତି? କେତେ ଅଳ୍ପ ଅଧା ବୟସର ମହିଳାମାନେ ସେମାନଙ୍କ ସଂଖ୍ୟା ଶୀଘ୍ର ହରାଇଲେଣି ସେ କଥା କେବେ ବୁଝିବାକୁ ଚେଷ୍ଟା କରିଛନ୍ତି? ଅବଶ୍ୟ କହିଲା କଥା ମୋତେ କହିଛନ୍ତି, ହେଲେ କ'ଣ କରିବା? ଆମ ସରକାରଙ୍କ ବ୍ୟବସ୍ଥା ତ ସେଇଆ। କୋଉ ସରକାର? କାହା ସରକାର? ଗଭର୍ଣ୍ଣମେଣ୍ଟ ଇଜ ବାଇ ଦ ପିପଲ ଅଫ ଦ ପିପଲ ଫର ଦ ପିପଲ। ସରକାର ଲୋକଙ୍କର, ସାଧାରଣ ଜନତାର କୌଣସି କ୍ଷତି ହେଲା ଭଳି ନିଷ୍ପତ୍ତି ସରକାର କେବେ ବି ନେଇପାରିବେ ନାହିଁ। ଚାଲିଗଲା ପରେ ତମେ ବିଲକୁଲ ଏକା ହେଇଯାଇଛ। ଆରେ ଯୋଉ ଶିବାନୀ ତା ସିନ୍ଦୁର ଫେରିଲା ପରେ ଛାତିକୁ ପଥର କରି ଆଖିରୁ ଡୋବାଇ ବି ଲୁହ ଝରିବାକୁ ଦେଇ ସ୍ୱେଚ୍ଛାସେବୀ ସଂଗଠନର ସଂଘର୍ଷକୁ ଅସ୍ତ୍ର କରି ଏ ସମାଜରେ ଚାଲିଥିବା ଅନ୍ୟାୟ ଅବିଚାର ବ୍ୟଭିଚାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସଂକଳ୍ପ ନେଇଛି। ଆଜି ତା ଭିତରେ ଭାଙ୍ଗି ପଡ଼ିବାର ଆଜି ତା ଆଖିରେ ଲୁହ। ଅବିନାଶ ବାବୁ, ଆପଣଙ୍କ ବନ୍ଧୁ ଚାଲିଗଲା ପରେ ଯୋଉ ଅନିମା ମୁହଁକୁ ଚାହିଁ ମୋ ଆଖିର ସବୁ ଯାକ ଲୁହକୁ ପଥର ବନ୍ଧ ଦେଇ ଅଟକେଇ ରଖିଥିଲେ, ଆଜି ସେଇ ଅନିମା କେତେ ଶାଶୁଘରକୁ ଚାଲିଗଲା ପରେ ଏ ଅମାନିଆ ଲୁହ ଗୁଡ଼ାକ ସେ ପଥର ବନ୍ଧ ଭାଙ୍ଗି ବାହାରକୁ ବାହାରି ଅନିମା କିନ୍ତୁ ସୌଭାଗ୍ୟବତୀ ଶିବାନୀ। ଆଜିର ଦୁନିଆରେ ସ୍ୱଦେଶ ପରି ରାଷ୍ଟ୍ରବାଦୀ ଚିନ୍ତାଧାରାର ପିଲା ଯେ ଏତେ ଟିକେ ଦୁର୍ନୀତିକୁ ବି ବରଦାସ୍ତ କରିପାରେନି। କେତେ ଜନ୍ମ ତପସ୍ୟା ଥିଲେ ସେଭଳି ପିଲା ଜ୍ୱାଇଁ ଭାବରେ ମିଳେ। ମୁଁ କେବଳ ସେଇ କଥା ଭାବୁଛି। ଭଗବାନ ସବୁଯାକ ସୁଖ ସେମାନଙ୍କ ପାଖରେ ଅଜାଡ଼ି ଦେଲେ ବି ସେମାନଙ୍କ ମିତ ପଡ଼ିଆ ପାଖରେ ସବୁ ଫିକା ପଡ଼ିଯିବ। ମତେ 50 ଥର ଫୋନ କରି କହିଛି ମୋ ମିତକୁ ମୋ ପାଖକୁ ନେଇଆ, ତାହେଲେ ମୁଁ ତା ପାଖକୁ ଚାଲିଯିବି। ଏମିତି ମିତ ପଡ଼ିଆ ମୁଁ କିଛି ବୁଝିପାରୁନି। ତମେ ଜାଣିନ ଶିବାନୀ, ସେଇଟା ଭଗବାନଙ୍କର ଦାନ। ତାଙ୍କ ମିତ ପଛରେ ଈଶ୍ୱରଙ୍କ ଇଚ୍ଛା ବି ଲୁଚି ରହିଛି। କ'ଣ କହୁଛନ୍ତି ଆପଣ? ସାରା ଜୀବନ ଏକାଠି ରହିବାର ଯୋଉ ଇଚ୍ଛା ସେ ଦି ଜଣଙ୍କର ଥିଲା, ସେ ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହବାକୁ ଯାଉଛି। ଆରେ ଆମ ଅନିମାର ଭଲ ସ୍ୱଦେଶ ଯୋଉଠି ରେଞ୍ଜର ଅଛନ୍ତି, ସେଇ ଟାଉନ ଥାନାର ଇନ୍ସପେକ୍ଟର ରାକେଶ ବାବୁଙ୍କ ସହିତ ଏଇ ଅଳ୍ପ ଦିନ ଭିତରେ ଅଳକାର ବାହାଘର ହବାକୁ ଯାଉଛି। ଆରେ ହଁ, ଏଇ 2 ଦିନ ଭିତରେ ଡେଟ୍ ଫାଇନାଲ ହେଇଯିବ। ଆପଣ ସତ କହୁଛନ୍ତି? ହଁ ହଁ, ଏଇ 2 ଦିନ ଭିତରେ ବାହାଘର। ଜଗତରନାଥ ଜଗନ୍ନାଥ, କ'ଣ କହି ତମ ଇଚ୍ଛାକୁ କୃତଜ୍ଞତା ଜଣେଇବି? ମୁଁ ଭାଷା ଖୋଜି ପାଉନି। ହ୍ୟାଲୋ, ଦେଖ କ'ଣ ହେଇଛି? ମଦ ବିରୋଧୀ ଆନ୍ଦୋଳନରେ ବସିଥିବା ମହିଳାମାନଙ୍କୁ ଲୋକ ପଠେଇ ଧମକ ଚମକ ଦଉଛି। ତମେ ମୋ କଥା ଭଲ ଭାବରେ ଶୁଣ। ତମେ ଆଦୌ ଭୟଭୀତ ହବନି କି ସେ ଜାଗା ଛାଡ଼ି କୁଆଡ଼େ ବି ଯିବନି। ମୁଁ ଏବେ ଏସ୍ପିଙ୍କ ସହିତ କଥା ହଉଛି। ଆବଶ୍ୟକ ପଡ଼ିଲେ ଡିଜିଙ୍କ ପର୍ଯ୍ୟନ୍ତ କଥା ବି ନେବି, କିନ୍ତୁ କୌଣସି ପରିସ୍ଥିତିରେ ବି ସେଠି ମଦ ଦୋକାନ ହେଇପାରିବନି। ବାସ୍ ନିଶ୍ଚିତ ନା। ତୁ ଭାବିଛୁ ଅବଳା ଦୁର୍ବଳ, ହେଲେ ତୁ ଜାଣିନୁ ସେଇ ନାରୀମାନଙ୍କ ଭିତରୁ କିଏ କାଳୀ ଚଣ୍ଡୀ ଦୁର୍ଗା ସାଜିପାରେ, ଆଉ ସେଇ ନାରୀମାନଙ୍କ ଭିତରୁ କିଏ ବି ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଜନ୍ମ ନେଇପାରେ। କୌଣସି ପରିସ୍ଥିତିରେ ବି ସେ ଆନ୍ଦୋଳନ ହୋରିବାର ପ୍ରଶ୍ନ ଉଠୁନି। ଆଉ ତମ ଆନ୍ଦୋଳନ ସପକ୍ଷରେ ମୁଁ ଏମିତି ଗୋଟେ ନ୍ୟୁଜ୍ ଲେଖିଛି ଯାହା କାଲି ପେପରରେ ବାହାରିଗଲା ପରେ ତା ମୁଣ୍ଡଟା ବିଲକୁଲ ଖରାପ ହେଇଯିବ। ମଦ ଭାଟି ବନ୍ଦ ହେଇଗଲେ ହେବନି ଅବିନାଶ ବାବୁ। ସେଠାରୁ ଟୋଟାଲ କଳା ସାମ୍ରାଜ୍ୟଟାକୁ ଜାଳି ପୋଡ଼ି ପାଉଁଶ କରିଦେବାକୁ ପଡ଼ିବ। ଆପଣ ଜାଣିଛନ୍ତି ନା, ସେ ଅମଣିଷଟା ତା ଭଉଣୀକୁ ବି କାମରେ ଲଗେଇ ଦେଇଛି। ମଦ ବିରୋଧୀ ଆନ୍ଦୋଳନ ନିବୃତ୍ତ ରହିବା ପାଇଁ ତା ଭଉଣୀକୁ ଗତକାଲି ସେ ମୋ ଘରକୁ ପଠେଇଥିଲା। ମୁଁ ଘରେ ନଥିଲି, ଅନିମା ସହିତ ତାର ଭେଟ ହେଇଗଲା। ଅନିମାକୁ ସେ
ଏମିତି କଦର୍ଯ୍ୟ ବ୍ୟବହାର କରାଯାଏ ବାଧ୍ୟ ହେଇ ଅନିମା ଭଳି ପିଲା ତାକୁ ଚୋତା ଉଠେଇବାକୁ ବାଧ୍ୟ ହେଲା। ଆମେ ତମ ନିଷ୍ପତ୍ତିରେ ଅଟଳ ରୁହ ଶିବାନୀ। ଅବିନାଶ ଆଚାର୍ଯ୍ୟ ଛାଇ ଭଳି ତମ ପଛେ ପଛେ ରହିଛି। ଠିକ ଅଛି, ଆଚ୍ଛା ମୁଁ ତାହେଲେ ଏବେ ଆସୁଛି ଶିବାନୀ। ନିଶି ପ୍ରତାପ ନା ତୁ ତ ଜାଣିନୁ ତୋ ବାପା ମୋର କେତେ ବଡ ସର୍ବନାଶ କରିଛି। ମୋ ସହିତ ପ୍ରେମର ନାଟକ କରି ମତେ ଧୋକା ଦେଇଛି, ପ୍ରତାରଣା କରିଛି ସେ। ସେଇ ପ୍ରତାରଣାକୁ ସହି ନ ପାରି ମୁଁ ଯେତେବେଳେ ଆତ୍ମହତ୍ୟା କରିବାକୁ ଯାଉଥିଲି, ଯୋଉ ସରୋଜ ବାବୁ ଦେବଦୂତ ଭଳି ମୋ ଆଗରେ ଆବିର୍ଭାବ ହେଇ ମତେ ବଞ୍ଚେଇ ରଖିଲେ, ନୂଆ ଜୀବନ ଦେଲେ, ତାଙ୍କ ଆକ୍ସିଡେଣ୍ଟ ପଛରେ ବି ଏଇ ସୂର୍ଯ୍ୟ ପ୍ରତାପ ନାଗର ହାତ ଅଛି। ଏ କଥା ମୁଁ ନିଶ୍ଚିତ, ମୁଁ ବି ନିଶ୍ଚିତ ଏଇଠି ଥିବେ ବୋଲି ଜାଣି ମୁଁ ଆସିଛି। ଆସନ୍ତୁ ଆଜ୍ଞା, ଭିତରକୁ ଆସନ୍ତୁ। নমস্কার শিবানী ম্যাডাম। বাবা বুঝলে নিশিয়াবু, শিবানী ম্যাডাম মহিলা সংগঠন তরফରୁ ଯେତିକି ସବୁ ଭଲ ଭଲ କାମ କଲେଣି, ଲୋକମାନେ ଦେବୀ ବୋଲି ଭାବି ପୂଜା କରୁଛନ୍ତି। কি কথা? ଭଲ କାମ କଲେ ତ ପୁରସ୍କାର ମିଳିବାଟା ନିଶ୍ଚିତ। ସେଇଥିପାଇଁ ପରା ଭଗବାନ ତାଙ୍କ ମନ ଜାଣିକି ଗୋଟେ ବୋଲି ଝିଅ ଅନିମା ପାଇଁ କେଡ଼େ ସୁନ୍ଦରିଆ ପାତ୍ରଟିଏ ଠିକ କରିଛନ୍ତି। ନା ନା ସ୍ୱଦେଶ ବାବୁ ଭଳି ପାତ୍ର ଏ ଖଣ୍ଡମଣ୍ଡଳରେ କିଏ ଅଛନ୍ତି? ମହାଦେବ ଆଜ୍ଞା, ମୋ ପାଖରେ କିଛି କାମ ଥିଲା। କାମ ମାନେ ବିଲକୁଲ ଗହିରିଆ କଥା ନା, ଏଇ ପଦେ ଅଧେ କଥା ହେବା ପାଇଁ ନିଶା ଉପରେ ନିଜେ ଆସିଛନ୍ତି। କଣ କହିବାର ଅଛି ମତେ ଶୀଘ୍ର କୁହ। ସଂଘର୍ଷ ପରିବାର ସଦସ୍ୟମାନେ ମତ ବିରୋଧୀ ଆନ୍ଦୋଳନରେ ବସିଛନ୍ତି। କୋଉ ଗୋଟେ ଅମଣିଷ ପଶୁ ସେମାନଙ୍କୁ ଧମକ ଚମକ ଦଉଛି। ମତେ ସେମାନଙ୍କ ପାଖରେ ଶୀଘ୍ର ପହଞ୍ଚିବାକୁ ପଡ଼ିବ। ମଦ ଭାଟି କଥା କାହିଁକି ମୁଣ୍ଡରେ ପୁରଉଛନ୍ତି? ଯଦି ଇଚ୍ଛା ପୁରେ ନହେଲା ଆମେ ବାରମ୍ବାର କରିବା, କିନ୍ତୁ ମଦ ଭାଟି ଅଲଗତ ହବ। କୌଣସି ପରିସ୍ଥିତିରେ ବି ମଦ ଭାଟି ହେଇପାରିବନି। ମାନେ এই মদ ভাটি পাই কেতে পরিবার উচ্ছন্ন হেলানি তা হিসাব রাখিଛନ୍ତି। কেতে যুবপিঢ়ি বাଟ বড়া হেলানি সে কথা কেবে বুঝিଛନ୍ତି। কেতে অল্প অଧା বয়সର ମହିଳାମାନେ ସେମାନଙ୍କ ସଂଖ୍ୟା ଶୀଘ୍ର ହରାଇଲେଣି ସେ କଥା କେବେ ବୁଝିବାକୁ ଚେଷ୍ଟା କରିଛନ୍ତି। ଅବଶ୍ୟ କହିଲା କଥା ମତେ କହିଛନ୍ତି, ହେଲେ କ'ଣ କରିବା, ଆମ ସରକାରଙ୍କ ବ୍ୟବସ୍ଥା ତ ସେଇଆ। କୋଉ ସରକାର? କାହା ସରକାର? Government is by the people, of the people, for the people. ସରକାର ଲୋକଙ୍କର, ସାଧାରଣ ଜନତାର କୌଣସି କ୍ଷତି ହେଲା ଭଳି ନିଷ୍ପତ୍ତି ସରକାର କେବେ ବି ନେଇପାରିବେ ନାହିଁ। ଆମେ ଟିକେ ଭାଷଣ ଶୁଣିବାକୁ ଆସିଛେ ନା କଥା ହେବାକୁ? ବାବା ନାଇଁ କଥା କଣ କି ସ୍ୱଦେଶ ବାବୁଙ୍କୁ କହି ନିଶିଆଙ୍କ ପାଇଁ 2-4 ଗାଡ଼ି କାଠର ବ୍ୟବସ୍ଥା କରିଦେଇଥିଲେ ଭଲ। ଲୋକଟା ବାହାଘର ଯାଇକି ଜୋଇ ଶାଶୁଅ କଥା ଟାଳିପାରିବେ ନା। ଏପଟେ ନିଶିଆ ବି ଆପଣଙ୍କ କଥା ବୁଝିଦେବେ। ମହାନ୍ତି ବାବୁ, ତମେ ବୋଧହୁଏ ଭୁଲି ଯାଇଛ କାହା ସାମ୍ନାରେ ଛିଡ଼ା ହେଇ କଥାବାର୍ତ୍ତା କରୁଛ। ଭୁଲି ଯାଇଛ ବୋଧହୁଏ। ମୋ ବା ମହାନ୍ତି ଖାଆନ୍ତି ପିଅନ୍ତି, ଯୋଉ ବଂଶର ନାଁ ଶୁଣିଲେ ଶିବାନୀ ରକ୍ତରେ ନିଆଁ ଲାଗିଯାଏ, ସେଇ ବଂଶର ଦୟାଦ ଗୋଟେ ଅମଣିଷ ପଶୁକୁ ମୋ ସାମ୍ନାକୁ ଆଣି ତମେ ଖାଲି ଭୁଲ କରିନ, ମହାପାପ କରିଛ। ମୁଁ ନିଶି ପ୍ରତାପ ନାକ ନୁହ ବାଘ। ଶିକାର କହିଲା ମାନେ ତା ଭିତରେ କରିଦିଏ ଭୋକ। ତମେ ମୋ ଘରୁ ପଦାକୁ ବାହାରିବ, ମୁଁ ପାଦରୁ ଜୋତା ଖୋଲିବାକୁ ବାଧ୍ୟ ହେବି।
ବଞ୍ଚିବାର ଅଧିକାର ନାହିଁ ତୁ ଭୁଲି ଯାଉଛୁ ମୁନିଷି ପ୍ରତାପ ନା ଖଣ୍ଡ ନୁହଁ ନାଗ ନୁହଁ ପାଖ ଶିକାର ପାଇଲା ମାନେ ତା ଭିତରେ କରିଦିଏ ଭୋଗ ଓକେ झुकेगा नहीं साला तू आंटी को जुबान नमा को बसलु अच्छा बापा को गए ସେଇଠିକି ଆସିବେ ଭାଇ ମୁଁ ତାଙ୍କରି ପାଖକୁ ଆସିଥିଲି ହେଲେ ଏମାନେ ଦୀପଟା ଲିଭିବା ଆଗରୁ ଖୁବ୍ ଜୋରରେ ଜଳି ଉଠେ ଏଇଟା ବୋଧହୁଏ ସେଇ ସଂକେତ ମରିବ ସେ ନିଶି ପ୍ରତାପ ନାଗ ଧ୍ୱଂସ ହେଇଯିବ ସେ ନାଗ ବଂଶ ଏଇଟା ଇଏ ଶିବାନୀର ପ୍ରତିଜ୍ଞା ଆଣ୍ଟି